ପେଚା କାହାର ବାହନ ଅଟେ? ମା ଲକ୍ଷ୍ମୀ। ଧ୍ରୁବଙ୍କର ମାତାଙ୍କର ନାମ କଣ ଥିଲା? ସୁନୀତି। ପାଣ୍ଡବ 5 ଭାଇଙ୍କ ମଧ୍ୟରୁ ବଡ଼ କିଏ? ଯୁଧିଷ୍ଠିର। ଦେବୀ ଦୁର୍ଗାଙ୍କର ବାହନ କିଏ? ସିଂହ। କିଏ ନିଜର ଅନ୍ଧ ପିତାମାତାଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରାଇଥିଲେ? ଶ୍ରବଣ କୁମାର। ପ୍ରହ୍ଲାଦଙ୍କ ପିତାଙ୍କ ନାମ କଣ? ହିରଣ୍ୟକଶିପୁ। ଶ୍ରୀରାମ କାହିଁକି 14 ବର୍ଷ ବନବାସ ଯାଇଥିଲେ? ପିତୃ ସତ୍ୟ ପାଳନ ପାଇଁ। ଗନ୍ଧମାର୍ଦ୍ଦନ ପର୍ବତ କିଏ ଉପାଡ଼ି ଆଣିଥିଲେ? ହନୁମାନ। ଶ୍ରୀରାମଚନ୍ଦ୍ରଙ୍କର ସ୍ତ୍ରୀଙ୍କ ନାମ କଣ? ସୀତା। କର୍ଣ୍ଣଙ୍କ ମାତାଙ୍କ ନାମ କଣ? କୁନ୍ତୀ। କୈକେୟୀ କାହାର ରାଣୀ ଥିଲେ? ଦଶରଥ। ଶ୍ରୀକୃଷ୍ଣ ପିଲାଦିନେ କଣ ଖାଇବାକୁ ଭଲ ପାଉଥିଲେ? ଲହୁଣୀ। ଲକ୍ଷ୍ମଣ ମାତାଙ୍କ ନାମ କଣ? ସୁନୀତି। ଲକ୍ଷ୍ମଣ ମାତାଙ୍କ ନାମ କଣ? ସୁମିତ୍ରା। ବାମନ ଅବତାରରେ ପ୍ରଭୁ କାହାକୁ ପାତାଳକୁ ଚାପିଥିଲେ? ବଳି। ଶ୍ରୀକୃଷ୍ଣଙ୍କର ଚକ୍ରର ନାମ କଣ? ସୁଦର୍ଶନ। ଅତିବଡି ଉପାଧି କାହାକୁ ପ୍ରଦାନ କରାଯାଇଛି? ଜଗନ୍ନାଥ ଦାସ। କିଏ ଉତ୍କଳମଣି ଭାବେ ପରିଚିତ? ଗୋପବନ୍ଧୁ ଦାସ। ନେତାଜୀ ସୁଭାଷ ବୋଷଙ୍କର ଜନ୍ମସ୍ଥାନ କେଉଁଠି? କଟକ। ମଧୁ ବାରିଷ୍ଟର କାହାକୁ କୁହାଯାଏ? ମଧୁସୂଦନ ଦାସ। ଗୌରୀଶଙ୍କରଙ୍କୁ କି ଉପାଧି ଦିଆଯାଇଛି? କର୍ମବୀର। ପଣ୍ଡିତ ନୀଳକଣ୍ଠ ଦାସ କେଉଁଠି ଶିକ୍ଷକତା କରୁଥିଲେ? ସତ୍ୟବାଦୀ ବନ ବିଦ୍ୟାଳୟ। କେଉଁ ମହାପୁରୁଷ ଆଜୀବନ ବ୍ରହ୍ମଚାରୀ ବ୍ରତ ଧାରଣ କରିଥିଲେ? ପିତାମହ ଭୀଷ୍ମ। ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ? ମୋହନଦାସ କରମଚାନ୍ଦ ଗାନ୍ଧୀ। ଶୂଦ୍ରମୁନି ଭାବେ କିଏ ପରିଚିତ? ସାରଳା ଦାସ। କିଏ କୋଣାର୍କ ମନ୍ଦିରକୁ ସମୁଦ୍ରକୁ ଡେଇଁ 1200 ବଢ଼େଇଙ୍କ ଜୀବନ ରକ୍ଷା କରିଥିଲେ? ଧର୍ମପଦ। ବାଜିରାଉତ କେଉଁ ଜିଲ୍ଲାର? ଢେଙ୍କାନାଳ। ଆଚାର୍ଯ୍ୟ ପ୍ୟାରୀମୋହନ ଜନ୍ମସ୍ଥାନ କେଉଁଠି? ପଶୁଲୁଣ୍ଡା। ବିବେକାନନ୍ଦଙ୍କ ମାଙ୍କ ନାମ କଣ? ଭୁବନେଶ୍ୱରୀ ଦେବୀ। କବି ସମ୍ରାଟ ଉପାଧି କାହାକୁ ଦିଆଯାଇଛି? ଉପେନ୍ଦ୍ର ଭଞ୍ଜ। ଗଣକବି କାହାକୁ କୁହାଯାଏ? ବୈଷ୍ଣବ ପାଣି। ଆମ ରାଜ୍ୟର ନାମ କଣ? ଓଡ଼ିଶା। ଆମ ଦେଶର ନାମ କଣ? ଭାରତ। ଭାରତର ରାଜଧାନୀର ନାମ କଣ? ନୂଆଦିଲ୍ଲୀ। ଓଡ଼ିଶାର ରାଜଧାନୀର ନାମ କଣ? ଭୁବନେଶ୍ୱର। ଆମ ଦେଶରେ ସମୁଦାୟ କେତୋଟି ରାଜ୍ୟ ଅଛି? 28ଟି। ଆମ ଦେଶରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି? 8ଟି। ଆମ ରାଜ୍ୟର ଜିଲ୍ଲା ସଂଖ୍ୟା କେତେ? 30ଟି। ଆମ ରାଜ୍ୟର ହୀରାକୁଦ ନଦୀବନ୍ଧ କେଉଁ ଜିଲ୍ଲାରେ ଅବସ୍ଥିତ? ସମ୍ବଲପୁର। ଆମ ଦେଶର ଜାତୀୟ ସଂଗୀତ କଣ? ଜନଗଣ ମନ। ଆମ ଦେଶର ଜାତୀୟ ପତାକାରେ ଥିବା ଚକ୍ରକୁ କଣ କୁହାଯାଏ? ଅଶୋକ ଚକ୍ର। ଆମ ଦେଶର ଜାତୀୟ ଖେଳର ନାମ କଣ? ହକି। ଆମ ଦେଶର ରାଷ୍ଟ୍ରପତି ରହୁଥିବା ଘରକୁ କଣ କୁହାଯାଏ? ରାଷ୍ଟ୍ରପତି ଭବନ। ଆମ ରାଜ୍ୟର ରାଜ୍ୟପାଳ ରହୁଥିବା ଘରକୁ କଣ କୁହାଯାଏ? ରାଜଭବନ। ଆମ ରାଜ୍ୟର ପ୍ରସିଦ୍ଧ ନୃତ୍ୟ କଣ? ଓଡ଼ିଶୀ। ଆମ ରାଜ୍ୟର ବଡ଼ ନଦୀର ନାମ କଣ? ମହାନଦୀ। ଓଡ଼ିଶାର ବଡ଼ ନଦୀର ନାମ କଣ? ମହାନଦୀ। ଓଡ଼ିଶାର ବଡ଼ଦାଣ୍ଡର ନାମ କଣ? ପୁରୀ ବଡ଼ଦାଣ୍ଡ। ଓଡ଼ିଶାର କେଉଁ ମଠ ସବୁଠାରୁ ବଡ଼? ଏମାର ମଠ। ଓଡ଼ିଶାର ଉଚ୍ଚତମ ପର୍ବତର ନାମ କଣ? ଦେଓମାଳି। କେଉଁ ମନ୍ଦିରଟି ଓଡ଼ିଶାର ସବୁଠାରୁ ଉଚ୍ଚତମ ମନ୍ଦିର? ଲିଙ୍ଗରାଜ ମନ୍ଦିର। ଓଡ଼ିଶାର ଦୀର୍ଘତମ ମାଟି ନଦୀବନ୍ଧର ନାମ କଣ? ହୀରାକୁଦ ନଦୀବନ୍ଧ। ଓଡ଼ିଶାର ବଡ଼ ବିମାନ ବନ୍ଦରର ନାମ କଣ? ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଓଡ଼ିଶାର ବଡ଼ କେନାଲର ନାମ କଣ? ପଟ୍ଟାମୁଣ୍ଡାଇ କେନାଲ। ଆମ ରାଜ୍ୟର ସବୁଠାରୁ ବଡ଼ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ? ଭୁବନେଶ୍ୱର। ଆୟତନରେ ଓଡ଼ିଶାର ବଡ଼ ଜିଲ୍ଲାର ନାମ କଣ? ମୟୂରଭଞ୍ଜ। ଆମ ରାଜ୍ୟର ବଡ଼ ହ୍ରଦର ନାମ କଣ? ଚିଲିକା। ଓଡ଼ିଶାର କେଉଁ ନଦୀ ପୋଲଟି ସବୁଠାରୁ ବଡ଼? କାଠଯୋଡ଼ି। ଓଡ଼ିଶାର ବଡ଼ ପୋଖରୀ କାହାକୁ କୁହାଯାଏ? ମା ପାଟଣା ମଙ୍ଗଳା ପୋଖରୀ। ଓଡ଼ିଶାର ବଡ଼ ଜଳପ୍ରପାତ ନାମ କଣ? ଡୁଡୁମା। ଓଡ଼ିଶାର ବଡ଼ ଭାଷାକୋଷର ନାମ କଣ? ପୂର୍ଣ୍ଣଚନ୍ଦ୍ର ଭାଷାକୋଷ। ଓଡ଼ିଶାରେ ବଡ଼ ମେଡିକାଲ ନାମ କଣ? ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକ। ଓଡ଼ିଶାର ବଡ଼ ଗ୍ରନ୍ଥର ନାମ କଣ? ମହାଭାରତ। ପଞ୍ଚଲିଙ୍ଗେଶ୍ୱର କେଉଁଠି ଅବସ୍ଥିତ? ବାଲେଶ୍ୱର। ସମଲେଶ୍ୱରୀ ମନ୍ଦିର କେଉଁଠି ଅବସ୍ଥିତ? ସମ୍ବଲପୁର। ଶ୍ରୀ ଜଗନ୍ନାଥ ମନ୍ଦିର କେଉଁଠି ଅବସ୍ଥିତ? ପୁରୀ। ମା ତାରିଣୀ ମନ୍ଦିର କେଉଁଠି ଅବସ୍ଥିତ? ଘଟଙ୍ଗା। ତାରାତାରିଣୀ ମନ୍ଦିର କେଉଁଠି ଅବସ୍ଥିତ? ଗଞ୍ଜାମ। ମାଣିକେଶ୍ୱରୀ ମନ୍ଦିର କେଉଁଠି ଅବସ୍ଥିତ? ଭବାନୀପାଟଣା। ଲିଙ୍ଗରାଜ ମନ୍ଦିର କେଉଁଠି ଅବସ୍ଥିତ? ଭୁବନେଶ୍ୱର। ମା ବିରଜା ମନ୍ଦିର କେଉଁଠି ଅବସ୍ଥିତ? ଯାଜପୁର।
ହରିଶଙ୍କର ମନ୍ଦିର କେଉଁଠି ଅବସ୍ଥିତ? ବଲାଙ୍ଗୀର। ନୃସିଂହନାଥ ମନ୍ଦିର କେଉଁଠି ଅବସ୍ଥିତ? ବରଗଡ଼। କିଏ କୋଠାଘର ତିଆରି କରନ୍ତି? ରାଜମିସ୍ତ୍ରୀ। ଚିତ୍ର କରି ଯିଏ ତାର ପେଟ ପୋଷେ ତାକୁ କଣ କୁହାଯାଏ? ଚିତ୍ରକର। ଯିଏ ମାଟି କିମ୍ବା ପଥରରେ ମୂର୍ତ୍ତି ତିଆରି କରନ୍ତି ତାଙ୍କୁ କଣ କୁହାଯାଏ? ମୂର୍ତ୍ତି କାରିଗର। ଆମ ଘରର ବିଦ୍ୟୁତ କାର୍ଯ୍ୟ ଯିଏ କରନ୍ତି ତାଙ୍କୁ କଣ କୁହାଯାଏ? ଇଲେକ୍ଟ୍ରିସିଆନ। ଯିଏ କୋଠାବାଡ଼ି ଓ ରାସ୍ତାଘାଟ ନିର୍ମାଣର ନକ୍ସା କରନ୍ତି ତାଙ୍କୁ କଣ କୁହାଯାଏ? ଯନ୍ତ୍ରୀ। ଯିଏ ବିଜ୍ଞାନ ପାଇଁ ଗବେଷଣା କରନ୍ତି ତାଙ୍କୁ କଣ କୁହାଯାଏ? ବୈଜ୍ଞାନିକ। ପଶୁମାନଙ୍କୁ ଚିକିତ୍ସା କରୁଥିବା ଲୋକଙ୍କୁ କଣ କୁହାଯାଏ? ପଶୁ ଡାକ୍ତର। ଯିଏ ଆମର ପାଠ ପଢାନ୍ତି ଗୁରୁଜୀ ତାଙ୍କୁ ଗୁରୁମା। କଣ କୁହାଯାଏ? ଗୁରୁଜୀ ଗୁରୁମା। ଯିଏ ରୋଗୀର ରୋଗ ଚିକିତ୍ସା କରନ୍ତି ତାଙ୍କୁ କଣ କୁହାଯାଏ? ଡାକ୍ତର। ଦେଶର ସୀମା ଜଗି ଆମକୁ ଯିଏ ସୁରକ୍ଷା ଦିଅନ୍ତି ତାଙ୍କୁ କଣ କୁହାଯାଏ? ସୈନିକ। ଛକ ଓ ଜନଗହଳି ଅଞ୍ଚଳରେ ଯିଏ ଯାନବାହନ ନିୟନ୍ତ୍ରଣ କରନ୍ତି ତାଙ୍କୁ କଣ କୁହାଯାଏ? ଟ୍ରାଫିକ ପୋଲିସ। ଡାକ୍ତରଖାନାରେ ଯିଏ ରୋଗୀମାନଙ୍କ ସେବା ଓ ଯତ୍ନ ନିଅନ୍ତି ତାଙ୍କୁ କଣ କୁହାଯାଏ? ନର୍ସ। ସାଧାରଣ ଲୋକମାନଙ୍କୁ ଯିଏ ଶୃଙ୍ଖଳା ରକ୍ଷା କରନ୍ତି ଓ ସମ୍ପତ୍ତିର ସୁରକ୍ଷା ଦେବା ସହ ଚୋର ଧରିବାରେ ସାହାଯ୍ୟ କରନ୍ତି ତାଙ୍କୁ କଣ କୁହାଯାଏ? ପୋଲିସ। ଯିଏ ଗାଡ଼ି ଚଳାଇ ନିଜର ଜୀବିକା ନିର୍ବାହ କରନ୍ତି ତାଙ୍କୁ କଣ କୁହାଯାଏ? ଡ୍ରାଇଭର। ଯିଏ ଉଡ଼ାଜାହାଜ ଚଳାଇଥାନ୍ତି ତାଙ୍କୁ କଣ କୁହାଯାଏ? ପାଇଲଟ। ଅଦାଲତରେ ଯିଏ ଲୋକମାନଙ୍କୁ ଆଇନ କାନୁନରେ ସହାୟତା କରନ୍ତି ତାଙ୍କୁ କଣ କୁହାଯାଏ? ଓକିଲ। ଧନ୍ୟବାଦ।